श्रीमा श्री अरविंद ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ୍ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଶ୍ରୀ ଅରବିନ୍ଦ ଓ ଭବିଷ୍ୟତର ଭାରତ। ଶ୍ରୀ ଅରବିନ୍ଦ ଓ ଭବିଷ୍ୟତର ଭାରତ ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ତାପସ ରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ତାପସ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କର। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଅନଲାଇନ୍ ପାଠଚକ୍ରରେ ଯୋଡ଼ି ହୋଇଥିବା ସମସ୍ତ ଭାଇ ଅପା ସମସ୍ତଙ୍କୁ ବନ୍ଦେ ମାତରମ୍। ମାଙ୍କର ଏକ ବାଣୀ, ମ୍ୟାନ୍, କଣ୍ଟ୍ରି, କଣ୍ଟିନେଣ୍ଟ, ଚଏସ୍ ଇଜ୍ ଇମ୍ପେରେଟିଭ୍, ଟ୍ରୁଥ୍ ଅର୍ ଏବିସ୍। ହେ ମଣିଷ, ଦେଶ, ମହାଦେଶ ସକଳ, ବାଛିନିଅ ସତ୍ୟ ଅଥବା ରସାତଳ। ଆଜି ଏହି ପାଠଚକ୍ରରେ ଆଲୋଚ୍ୟ ବିଷୟବସ୍ତୁଟି ହେଉଛି ଶ୍ରୀ ଅରବିନ୍ଦ ଓ ଭବିଷ୍ୟତର ଭାରତ। ଏହି ବିଷୟବସ୍ତୁଟିକୁ ଆମେ ବିଭିନ୍ନ ଭାଗରେ ମା ଶ୍ରୀ ଅରବିନ୍ଦ ଏହି ଭାରତବର୍ଷ ବିଷୟରେ କ'ଣ କହିଛନ୍ତି, କିଭଳି ଭାବରେ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାରତବର୍ଷ ନିଜକୁ ପ୍ରସ୍ତୁତ କରିଛି ଏବଂ ଭବିଷ୍ୟତରେ କ'ଣ ଘଟିବାକୁ ଯାଉଛି ଏବଂ କିପରି ଭାବରେ ଭାରତବର୍ଷ ସେଥିପାଇଁ ପ୍ରସ୍ତୁତ ଅଛି ଏବଂ ସୂକ୍ଷ୍ମ ଦୃଷ୍ଟିରେ ଶ୍ରୀ ଅରବିନ୍ଦ ଏବଂ ମା କ'ଣ ଦେଖିଛନ୍ତି ତାରି ଉପରେ ଆମେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବା। ମାଙ୍କର 15 ନଭେମ୍ବର 1955ର ଏକ ବାଣୀ, ଇଣ୍ଡିଆ ମଷ୍ଟ ରାଇଜ୍ ଟୁ ଦି ହାଇଟ୍ ଅଫ୍ ହାର୍ ମିଶନ୍ ଆଣ୍ଡ ପ୍ରୋକ୍ଲେମ୍ ଦ ଟ୍ରୁଥ୍ ଟୁ ଦି ୱାର୍ଲଡ। ଭାରତବର୍ଷର ଭବିଷ୍ୟ ବିଷୟରେ କଥା କୌଣସି ବିଷୟବସ୍ତୁ ଆଲୋଚନା କଲେ ଶ୍ରୀ ମାଙ୍କର ଏହି ବାଣୀ ବହୁତ ଶକ୍ତିଶାଳୀ ଲାଗେ। ଭାରତବର୍ଷକୁ ତା ଆପଣା ବ୍ରତର ଉଚ୍ଚତା ପର୍ଯ୍ୟନ୍ତ ଉନ୍ନୀତ ହେବାକୁ ପଡ଼ିବ ଏବଂ ପୃଥିବୀରେ ପରମ ସତ୍ୟର ଘୋଷଣା କରିବାକୁ ହେବ। ଶ୍ରୀ ଅରବିନ୍ଦ କହିଛନ୍ତି, ଭାରତର ନବଜାଗରଣ ଆଗାମୀକାଲିର ସୂର୍ଯ୍ୟୋଦୟ ନିଶ୍ଚିତ। ଏହି ଭାରତବର୍ଷ ସମଗ୍ର ପୃଥିବୀର ଆଧ୍ୟାତ୍ମିକ ଗୁରୁ ହେବା ଏହା ଅରବିନ୍ଦ କହିଛନ୍ତି ଏବଂ ଏଥିପାଇଁ ବିଭିନ୍ନ ପ୍ରକାର ପର୍ଯ୍ୟାୟରେ ପ୍ରସ୍ତୁତି ବିଷୟରେ ମଧ୍ୟ ମା ଶ୍ରୀ ଅରବିନ୍ଦ କହିଛନ୍ତି। ବିଶେଷ ଭାବରେ ସେଇ ଗଭୀର ଯାଇ ହେବନି, କିନ୍ତୁ ଭାରତ ଉପରେ ମା ଶ୍ରୀ ଅରବିନ୍ଦଙ୍କ ତାକୁ ଆମେ ନିଶ୍ଚିତ ଭାବରେ ପଠନ ମାଧ୍ୟମରେ ଉପଲବ୍ଧି କରିବା ଆବଶ୍ୟକ। ଯେତେ ଯାହା ଇମ୍ପ୍ରୁଭମେଣ୍ଟ କରୁ ତାକୁ ଅନ୍ତର ଶାନ୍ତି, ଆତ୍ମସନ୍ତୋଷ ଓ ବିଶ୍ୱ ଭାତୃତ୍ୱ ପାଇଁ ବିଭିନ୍ନ ସମୟରେ ଘଟିଛି। ଯେଉଁମାନେ ବହୁତ ଇମ୍ପ୍ରୁଭ କରିଛନ୍ତି, ବହୁତ ଯାଇଛନ୍ତି, କିନ୍ତୁ ଟିକେ ଶାନ୍ତି ପାଇବା ଆଶାରେ ସେମାନେ ଭାରତକୁ ଧାଇଁ ଆସିଛନ୍ତି ଏବଂ ଭାରତର ଆଧ୍ୟାତ୍ମିକ ଜ୍ଞାନ ସେମାନଙ୍କୁ ପ୍ରାପ୍ତ ହେଇଛି ଏବଂ ଭାରତର ମହାନତା ବିଷୟରେ ସେମାନେ ସମଗ୍ର ବିଶ୍ୱକୁ ଜଣାଇଛନ୍ତି। ପଲ୍ ବ୍ରଣ୍ଟନ୍ ବୋଲି ଜଣେ ଥିଲେ ବୈଜ୍ଞାନିକ, ସେ ଭାରତର ଏହି ମହାନତା ବିଷୟରେ ଦି ସିକ୍ରେଟ୍ ଇଣ୍ଡିଆ, ଏ ସର୍ଚ୍ଚ ଇନ୍ ସିକ୍ରେଟ୍ ଇଣ୍ଡିଆ ଗ୍ରନ୍ଥରେ ମଧ୍ୟ ଏଇଟା ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଆମମାନଙ୍କୁ ସବୁ ସ୍ତରରେ ପ୍ରସ୍ତୁତ ହୋଇ ଏହି ମହାନ କାର୍ଯ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇ ଅଗ୍ରଦୂତ ସାଜି ବାହାରିବାକୁ ପଡ଼ିବ। ଯାହା ମା ଶ୍ରୀ ଅରବିନ୍ଦ କହିଦେଇଛନ୍ତି ସେଟାକୁ ତାହା ହିଁ ଆମ ପାଇଁ ବେଦର ଗାର ସଦୃଶ। ସେଇ ଜ୍ଞାନ ପ୍ରାପ୍ତ କରିବାକୁ ହେବ ଏବଂ ସେଇଭଳି କର୍ମ କରିବାକୁ ବାହାରି ପଡ଼ିବାକୁ ପଡ଼ିବ। ଦେଶମାତା ତଥା ଦିବ୍ୟଜନନୀଙ୍କ ସେବା କିପରି କରିବା ତାହା ସ୍ୱାମୀ ବିବେକାନନ୍ଦ କହିଛନ୍ତି। କିଭଳି ଭାବରେ ଆମେ ନିଜକୁ ପ୍ରସ୍ତୁତ କରିବା, ସ୍ୱାମୀ ବିବେକାନନ୍ଦଙ୍କର ଏହି ବାଣୀଟି ବହୁତ ଶକ୍ତିଶାଳୀ। Never stand in front of the divine mother with weeping eyes. Stand in front of the divine mother with muscles of iron and nerves of steel.
and say, I am thy child, thou command I shall act. ठीक सही समय आसी पहुंची जाइए। आमको जाग्रत होगाक पड़ो, देश को जाग्रत करने पड़ो। समग्र देश आज शिक्षित, किंतु शिक्षार से मुहूर्त आसी जो थे कि आम श्री अरविंद एवं मां को शिक्षा प्रसार करने को सुजोग पाई। मां पुणी एक बाणी, ओ इंडिया लैंड ऑफ लाइट, स्पिरिचुअल नॉलेज, wake up to your true mission in the world and show the way of union and harmony। ये वार्ता पहुंचे को पड़ो। प्रथम रे आमे श्री अरविंद एक बाणी रू बुझिबा भारतर प्रकृत स्वरूप कौन। भारतर प्रकृत स्वरूप जहाँ को आमे एक भौगोलिक मैप किंबा भारतर जनसंख्या माध्यम दे गणना करूँ ताहा नुहे। भारतर प्रकृत स्वरूप को 1968 मसीहा अगस्ट 15 रे श्री अरविंद तांकर एक बाणी माध्यम रे कहिसेंती, भारत माता खंडे मृत्तिका नुहे, से हेले एक शक्ति, एक देवी। कारण प्रत्येक जातिर पश्चात रे एक दिव्य शक्ति बा देवी ही विद्यमान, जहाँ जातिर पृथक अस्तित्व और सत्ता को धारण कर रखे। एहीपरि सत्ता सकल खूब वास्तव, एपरिक जो मनुष्य मान को एमाने प्रभावित करती सेमानंक ठारू अधिक वास्तव और चिरंतन। किंतु एही सब सत्ता ऊर्ध्वलोकर अंतर्भुक्त एवं विश्वगत चेतना और सत्तार अंश विशेष एवं एठारे मानव चेतना को गढ़ी तोलिबा निमित्त क्रिया करती एवं मनुष्य उपरे प्रभाव मध्य पकाती। ये जो बाणीटी श्री अरविंद कहले प्रकृति रे यह केवल श्री अरविंद बाणी नुहे, अनेक महापुरुष श्री रामकृष्ण परमहंस, स्वामी विवेकानंद, पंडित श्रीराम शर्मा आचार्य, श्री गुरुजी डॉक्टर केशव बलिराम हेडगेवार, अनेक महापुरुष, अनेक ऋषि भारत माता को एक देवी रूप में प्रत्यक्ष करछन्ति एवं प्रत्यक्ष दर्शन मध्य पाइछन्ति तांकर। तेणुकरी सेमाने तांकर शक्तिशाली वक्तव्य माध्यम रे लक्ष लक्ष भारतीय को उद्बुद्ध करि पारुथिले एवं भारत मातार सेवा करिवा पई सेमान को प्रेरित करि पारुथिले। काहेकि सेमानकर एक उपलब्धि थिला भारत माता एक देवी, एक दिव्य शक्ति। तेणुकरी भारत मातांकर प्रकृत स्वरूप आमे उपलब्धि कले जाई ही भारत मातांकर प्रकृत सेवा करि पारिबा। तेणुकरी एई बाणी माध्यम रे प्रभु हमको चेतई देले। एक पत्र रे जहाँ कि मृणालिनी देवी को एक पत्र रे प्रभु पुणी वर्णना करी कहचंती, स्वदेश को अन्य लोक एक जड़ पदार्थ, माटी, क्षेत्र, वन, पर्वत, नदी बोली जानती, मु किंतु स्वदेश को माँ बोली जाने, भक्ति करे, पूजा करे। मार छाती ऊपर बसी जदि एक राक्षस रक्तपान करने को उद्यत, ताहले संतान कौन करे? निश्चिंत मन रे आहार करि पारे ना स्त्री पुत्र संगे आमोद करि पारे ना माँ को उद्धार करने को दौड़ी जाए। यही अनुभव नथिले जड़े व्यक्ति कार्य करि पारिबो नाही। कौन सी व्यक्ति को जदि कह तुम जीवन लक्ष्य कौन, से जदि कहब केवल किछि स्वार्थर तृप्ति, किछि अहंग्र तुष्टि, किछि अर्थोपार्जन, गोटे प्रतिष्ठा पाइबा, ताहेले तार कार्य क्वालिटी सही भलिया हो। किंतु जदि जड़े व्यक्ति को कह जाए तुम जीवन लक्ष्य कौन, मोर जीवन लक्ष्य होछि भगवान को पाइबा, तांकर सेवा करिबा, भगवान को माँ रूप में उपलब्धि करिबा, ताहेले से व्यक्तिर कार्यर धारा बदल जीव, तार कार्यर क्वालिटी बदल जीव। ठीक सही परी श्री अरविंद जी भली भाव देश को भल पाउथिले, ताहा जड़े साधारण व्यक्ति से देशर भल पाइबा ठारू संपूर्ण रूपे भिन्न। तेणु आमको श्री अरविंद दृष्टि दे ये भारत माता को देखा पड़ो एवं उपलब्धि मध्य आम से अनुजाई पाई परिबा। 1947 मसीह माँ एक प्रार्थना लिखिं, भारत माता को से प्रार्थना करछन्ति, भारत माता को देवी रूप में प्रार्थना करछन्ति। कहछन्ति, हे आम जननी भारत वर्षर आत्मा, हे जननी जे कि तमिश्रतम नैराश्यर दिन गुड़िक मध्य आपणार संतान वर्ग को कदापि छाड़ी चली जान, एपरिकी सेमाने तुमर कथारे कर्णपात न करुथुवा एवं तुमको अस्वीकार करी अन्य कर्ता मानकर परिचर्या करुथुवा समय मध्य जे तथापि सेमानंको वर्जन करी नाही। जो समय माँ प्रार्थना कहिसंती से समय अनेक भारतीय विदेशी मानंको प्रेज करुथुवा समय अनेक धनी एवं संभ्रांत व्यक्ति विदेशी मानकर अधीनता स्वीकार करी तांकर प्रेज करुथांती। से समय माँ से कथा कहिसंती जे
ଯେଉଁ ସମୟରେ ତୁମର ସନ୍ତାନ ମାନେ ତୁମକୁ ଅସ୍ୱୀକାର କରୁଛନ୍ତି, ଅନ୍ୟ କର୍ତ୍ତା ମାନଙ୍କର ପରିଚର୍ଯା କରୁଛନ୍ତି, ସେହି ସମୟରେ ମଧ୍ୟ ତୁମେ ତାଙ୍କୁ ଛାଡ଼ି ଚାଲି ଯାଉନା। କିନ୍ତୁ ବର୍ତ୍ତମାନ ଯେତେବେଳେ ସେମାନେ ଜାଗ୍ରତ ହୋଇଛନ୍ତି ଏବଂ ତୁମ ବନ୍ଧନ ମୋଚନର ଏହି ଉଷା କ୍ଷଣରେ ଯେତେବେଳେ ତୁମରି ମୁଖମଣ୍ଡଳ ଉପରେ ଆଲୋକର ସମ୍ପାତ ହେଉଛି, ଏହି ମହାନ ମୁହୂର୍ତ୍ତରେ ଆମେ ତୁମକୁ ପ୍ରଣାମ କରୁଛୁ। ତୁମେ ଆମକୁ ବାଟ ଦେଖାଇ ନେଇଯାଅ। କୌଣସି ଦେଶ କିଭଳି ଭାବରେ ବାଟ ଦେଖେଇବ, ତାର ତ ନିଜସ୍ୱ ଏଣ୍ଟିଟି ନାହିଁ, ନିଜସ୍ୱ କୌଣସି ସତ୍ତା ନାହିଁ। କିନ୍ତୁ ଏଇଠି ସ୍ୱୟଂ ଦିବ୍ୟଜନୀ ମା କହୁଛନ୍ତି ଯେ ଭାରତ ଏକ ଆତ୍ମା, ଭାରତର ଆତ୍ମାକୁ ସେ ପ୍ରାର୍ଥନା କରି କହିଛନ୍ତି। ତେଣୁ ନିଶ୍ଚିତ ରୂପରେ ଆମେ ଏଇଠି ଉପଲବ୍ଧି କରିପାରିବା ଯେ ଭାରତ ଜଡ଼ ବା ମାଟି ପର୍ବତ ଘେରା ଏକ ଭୌଗୋଳିକ ପିଣ୍ଡ ନୁହେଁ, ନିଶ୍ଚିତ ଭାବରେ ଏକ ଦେବୀ, ଏକ ସତ୍ତା, ଯାହାକୁ କି ଆମକୁ ଉପଲବ୍ଧି କରିବାକୁ ପଡ଼ିବ। ଧୀରେ ଧୀରେ କ'ଣ ହେଇଛି, ଯେକୌଣସି ବିପଦ ଆସିଛି, ମନୁଷ୍ୟ ଭାବିଛି ଜଗତ ଏଥର ଧ୍ୱଂସ ହୋଇଯିବ। କୌଣସି ଆଣବିକ ଯୁଦ୍ଧ ଦ୍ୱାରା ହେଉ ବା ଭୟାନକ ମହାମାରୀ ରୋଗ ଦ୍ୱାରା ହେଉ, ପୃଥିବୀର ସକଳ ଦେଶ ଛାରଖାର ହୋଇଯିବ। ଏହି ସବୁ କଥା ଅନେକ ସମୟରେ କ'ଣ ହେଇଛି, ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ନିକଟରେ ସେମାନେ ହିଁ ଆଲୋଚନା ମାଧ୍ୟମରେ ସମାଜକୁ ବ୍ୟତିବ୍ୟସ୍ତ କରି ପକାନ୍ତି, ଭୟ ଦୁଶ୍ଚିନ୍ତା ଦ୍ୱାରା ଘାରି ପକାନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ କୌଣସି ଦିନ ଏହିପରି ଭୟର କଥା କହିନାହାନ୍ତି। ସେହି ସମୟରେ ମଧ୍ୟ ବିଶ୍ୱଯୁଦ୍ଧ ଘଟିଛି, ବିଭିନ୍ନ ମହାମାରୀ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛି ଦେଶ, କିନ୍ତୁ ଶ୍ରୀ ଅରବିନ୍ଦ କୌଣସି ଦିନ ଏ ଭୟର କଥା କହିନାହାନ୍ତି। ବର୍ତ୍ତମାନର ଜାଗତିକ ପରିସ୍ଥିତିର ନାନା ଗଣ୍ଡଗୋଳ ବିପର୍ଯ୍ୟୟ ସମ୍ପର୍କରେ ସେ କେବଳ ଏହି କଥା କହିଛନ୍ତି। ଏଗୁଡ଼ିକ ହେଉଛି ଆସନ୍ନ ସୂର୍ଯ୍ୟୋଦୟର ପୂର୍ବ ଲକ୍ଷଣ। ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁଭଳି ଭାବରେ ରାତ୍ରିଟା ଘୋର ହୋଇଉଠେ, ଘନ ହୋଇଉଠେ, ଠିକ୍ ସେହିଭଳି ଏହି ସବୁ ଘଟଣା ଗୁଡ଼ିକ, ଗଣ୍ଡଗୋଳ ଗୁଡ଼ିକ ହେଉଛି ସେଇ ଆଲୋକ ଉଦୟ ହେବା ପୂର୍ବର ଶେଷ ଅନ୍ଧକାର, ଆଲୋକ ଉଦୟ ହେବା ପୂର୍ବର ସେଇ ଘୋର ରାତ୍ରି। ବାରମ୍ବାର ସେ କହିଛନ୍ତି ଏବେ ଆଲୋକର ଯୁଗ ଆସୁଛି। ମନୁଷ୍ୟ ଏଥର ତାର ବିବର୍ତ୍ତନର ଏକ ସ୍ତର ଉପରକୁ ଉଠିବ, ଏକ ଅଗ୍ରଗତି କରିବ ସେ। ଏବଂ ଏହି ବିଷୟରେ ଶ୍ରୀ ଅରବିନ୍ଦ ସିନ୍ଥେସିସ୍ ଅଫ୍ ଯୋଗରେ ମଧ୍ୟ ବର୍ଣ୍ଣନା କରିଛନ୍ତି କିପରି ଭାବରେ ମନୁଷ୍ୟ ମଧ୍ୟରେ ଏକ ମନୋମୟ ଜୀବନର ପରିପ୍ରକାଶ ଘଟୁଛି ଏବଂ ତାହାର ଧୀରେ ଧୀରେ ଉତ୍ତରୋତ୍ତର ଉନ୍ନତି ଘଟୁଛି ଓ ଧୀରେ ଧୀରେ ଏକ ଆଧ୍ୟାତ୍ମିକ ଜୀବନରେ ମଧ୍ୟ ଅଭିବୃଦ୍ଧି ଘଟୁଛି। ମନୁଷ୍ୟର ମନର ଜୀବନ ଧୀରେ ଧୀରେ ଶେଷ ହୋଇ ଏକ ଆଧ୍ୟାତ୍ମିକ ଜୀବନର କିଭଳି ଆରମ୍ଭ ଘଟୁଛି ଏବଂ ମନୁଷ୍ୟ ଭିତରେ ଏକ ଆଧ୍ୟାତ୍ମିକ ମଣିଷର ଆବିର୍ଭାବ, ସ୍ପିରିଚୁଆଲାଇଜ୍ଡ ହ୍ୟୁମାନ୍ ବିଇଙ୍ଗର ଆବିର୍ଭାବ ଘଟୁଛି, ତାର ବର୍ଣ୍ଣନା ସେ କରିଛନ୍ତି। ପୂର୍ବରୁ ମନୁଷ୍ୟ ଏକ ପଶୁ ଜୀବନଯାପନ କରୁଥିଲା, ଗୋଟେ ପ୍ରକାର ପଶୁ ମଣିଷ, ତାପରେ ଏକ ମନୋମୟ ମଣିଷ, ତାପରେ ଆସିଛି ଏକ ଆଧ୍ୟାତ୍ମିକ ମଣିଷର ଆବିର୍ଭାବ ହେବାର ଆରମ୍ଭ ହୋଇଛି। ବରାବର ସେ ଭବିଷ୍ୟତର ଆନନ୍ଦ ଓ ଆଶାର କଥା ଜୋର ଦେଇ କହିଛନ୍ତି, ହତାଶାର କଥା କେବେ ହେଲେ କହିନାହାନ୍ତି। ଶ୍ରୀ ଅରବିନ୍ଦ କହିଛନ୍ତି ମନୁଷ୍ୟର ଜ୍ଞାନ ଓ ଚେତନା ଏହାଠୁ ଆହୁରି ବେଶୀ ବିକଶିତ ହେବ, ଭବିଷ୍ୟତରେ ଚେତନା ଆହୁରି ଉନ୍ନତି ଲାଭ କରିବ ଏବଂ ତାହା ନିଶ୍ଚିତ ଭାବରେ ଘଟିବ। ଜଗତର ମନୁଷ୍ୟ ଜାତିକୁ ବଞ୍ଚାଇବା ନିମିତ୍ତ ଶ୍ରୀ ଅରବିନ୍ଦଙ୍କର କଥା ହିଁ ସମସ୍ତେ ଶୁଣିବେ। ଭବିଷ୍ୟତରେ କେବଳ ଶ୍ରୀ ଅରବିନ୍ଦଙ୍କୁ ହିଁ ଏହି ପୃଥିବୀ ଗ୍ରହଣ କରିବ। ସକଳ ମନୁଷ୍ୟଙ୍କୁ ଏଥର ସମ୍ମିଳିତ ଏକ ଜାତିରେ ଐକ୍ୟବଦ୍ଧ ହେବାକୁ ପଡ଼ିବ, ଏକ ହେବାକୁ ପଡ଼ିବ ସମଗ୍ର ମାନବ ଜାତିକୁ, ଏବଂ ତାହା ସମ୍ଭବ ହେବ ତାଙ୍କରି ଯେଉଁ ପ୍ରଦର୍ଶିତ ଉପାୟରେ। ସ୍ୱାର୍ଥ ଓ ଅହଂ ତଥା ନିଜ ଭିତରେ ଛୋଟ ବଡ଼ ଆପଣାର ପରଭାବ ରହିଥିବା ପର୍ଯ୍ୟନ୍ତ ଏହା ସମ୍ଭବ ହେବ ନାହିଁ। ସମସ୍ତଙ୍କର ମନର ପରିବର୍ତ୍ତନ ହେବା ଦରକାର, ସମସ୍ତଙ୍କର ମନର ପବିତ୍ରତା ରହିବା ଦରକାର। ତାହାର ଏକମାତ୍ର ଉପାୟ ହେଉଛି ଭଗବାନଙ୍କୁ ଜାଣିବା, ଟୁ ନୋ ଦି ଡିଭାଇନ୍। ଜୀବନର ଲକ୍ଷ୍ୟ ପ୍ରକୃତରେ ଭଗବାନଙ୍କୁ ଜାଣିବା, ଭଗବାନଙ୍କୁ ଖୋଜିବା ଏବଂ ଭଗବାନଙ୍କୁ ପ୍ରାପ୍ତ ହେବା ଏବଂ ଭଗବାନଙ୍କୁ ପ୍ରକାଶ କରିବା, ଏହା ହିଁ ଜୀବନର ଯଥାର୍ଥ ଲକ୍ଷ୍ୟ। ଭଗବାନଙ୍କୁ ଠାରୁ ପ୍ରକୃତିରେ ଆମେ ଅଲଗା ନୁହଁ। ଭଗବାନ ଗୋଟେ ଭିନ୍ନ ସତ୍ତା ଏବଂ ମଣିଷ ଆମେମାନେ ଏକ ଭିନ୍ନ ସତ୍ତା। ଏହି ଉପଲବ୍ଧି ଥିବା ପର୍ଯ୍ୟନ୍ତ ଆମେ ଗୋଟେ ବିପରୀତ ରାସ୍ତାରେ ଚାଲୁଥିବା, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ଦିଗରେ ଚାଲିବା ଆରମ୍ଭ କରିବା, ଯଥାର୍ଥ ଆସ୍ପୃହା ଦିଗରେ ଚାଲିବା ଆରମ୍ଭ କରିବା, ତାହେଲେ ହିଁ ଆମେ ଜାଣିପାରିବା ଯେ ଆମର ଯଥାର୍ଥ ଜୀବନର ଲକ୍ଷ୍ୟ କ'ଣ। ଏବଂ ମା କହିଛନ୍ତି ମ୍ୟାନ୍ ଇଜ୍ ପୋଟେନ୍ସିଆଲି ଗଡ୍। ପ୍ରକୃତିରେ ଭଗବାନଙ୍କର ହିଁ ଏକ ସ୍ଫୁଲିଙ୍ଗ ମଣିଷ ଭିତରେ ନିକ୍ଷେପିତ ହୋଇ ମଣିଷ ରୂପୀ ଫର୍ମକୁ ଧାରଣ କରିଛି ଏବଂ ଧୀରେ ଧୀରେ
से धीरे धीरे ता भितरु ही भगवान होई उठुची टुवर्ड्स डिवाइन से। तेणु मनोबा जीवन बंचुवा ये मनीष दिने गोटे पशुर जीवन बंचुला। तेणु निश्चित भाव से ये अटकी न जाए अग्रगति कर आध्यात्मिक मनीष रूपांतरित हो। श्री अरविंद कहते मैन इज ए ट्रांजिशनल बीइंग, मनीष एक मध्यवर्ती कालीन सत्ता। आध्यात्मिक ज्ञान सबुठ बड़ ज्ञान, ताठू बड़ आउ किछि नाही। जोग द्वारा से ज्ञान आसीपारे और भारत ही से विषय शिक्षा दे पारे। समग्र पृथ्वी रे आध्यात्मिक ज्ञान पाई केवल भारत को ही सबू लोक आसंती। अन्य कोनसी देश को जदि कोनसी अन्य कोनसी देश को जदि मनीष जीव ताहेले तार मटेरियल इंप्रूवमेंट हो पारिबो, किंतु भारत को जदि अन्य कोनसी फॉरेन रु आसीबो से निश्चित भाव में कोनसी रिलीजियस पर्पस पाई बा कोनसी स्पिरिचुअल पर्पस पाई ही आसीथिबो। तेणु भारत रे ही जे से ज्ञान ठूल होइकी रहिछि यह होछि तार बड़ प्रमाण। एई ज्ञानटी जोग द्वारा आसी पारे आ भारत से विषय शिक्षा मध्य देई पारे। भारत शिखाई पारे जे बाहर कार्य बाहर कले मध्य भीतर किभଳି आध्यात्मिक कार्य करा जाई पारे। जणे मनीष बाहर को गोटे बाह्यतम कार्य करथो एवं भीतर से भगवत कार्य लीन रहिथिबो। एई शिक्षा भारत रे रही सेति सकाशे सारा पृथ्वीर लोक वर्तमान भारतर शिक्षा प्रति मध्य आकृष्ट होइछन्ति एवं भारत ए विषय समस्तंकर गुरु हेबो। यह मध्य श्री अरविंद कहते भविष्य रे भारत समग्र विश्वर गुरु हेबो। भारतर भविष्य खूब उज्जवल। जगतर सकल मनुष्य को बंचाइबा सेमानक भीतर यथार्थ मिलन शांति एवं एई भगवत उपलब्धि मध्य भारत ही आनिदेव। समग्र जगत को ए भारत वर्ष तार आध्यात्मिक आलोक रे आलोकित करिवो और अग्रगति पथरे नेतृत्व नहीं चलियो। यह जुग जुगरु मुनि ऋषि अवतार मानक द्वारा प्रयास होइछि, किंतु अत्यंत स्पष्ट भाव में श्री अरविंद तांकर 5टी स्वप्न विषय कही भारतर भविष्य को सुनिर्दिष्ट कर दैछन्ति। अन्य देश मानक कौन घटुची एवं भारत रे कौन घटुची तार गोटे डिफरेन्स रही। भारत को देवभूमि बोली कहा जाइछि एवं ए देवभूमि रे ही अनेक महापुरुष आसी कहिसंती जे ए भारत भविष्य रे ए भारत ही समग्र विश्व को आध्यात्मिकतार वार्ता देव एवं ताहा अनेक जुगर आरंभ मध्य हो सारी। एवं श्री अरविंद तांकर ए 5टी स्वप्न माध्यम देकी भारतर भविष्य को भविष्य रे भारतर कार्य प्रणाली कौन हेबो तार रूपरेख कौन हेबो एवं किभଳି रूपांतर घटिबो ए भारत वर्ष रे ताहा स्पष्ट करिसंती। ऋषि मान को कहा जाए द्रष्टा, से माने सूक्ष्म जहाँ देखती ताको ही भाषा रे प्रकाश करते। तेणु श्री अरविंद 5टी स्वप्न भारतर भविष्य को ही निर्देशित करुच्ची जहाँकि घटिबा अवश्यंभावी। प्रथम स्वप्नटी है भारत स्वाधीन हेब और अखंड भारत प्रतिष्ठा हेब। आज भारत स्वाधीन किंतु ताहा एपर्यंत मध्य अखंडता लाभ करना। हिंदू और मुसलमान मानक भीतर थिबा पूर्वर सांप्रदायिक विभेद वर्तमान अधिकतर दृढ़ होई देशर एक स्थायी राजनीतिक विभक्तिकरण रूप नेउथवा परि मन हुए। धर्म नाम रे चलीथिबा एही विभक्तिकरण प्रक्रिया को समाप्तिर द्वार देश रे आनी पहुंचीबा को हेले हमको धर्मर मूल को जीवा को हेबो एवं धर्मर मूल हेउची आध्यात्मिकता। स्वामी विवेकानंद एही कथा कहिसेंती धर्मर मूल हेउची आध्यात्मिकता। ये आध्यात्मिकता ही होची भगवत उपलब्धि। भगवत उपलब्धि बा आध्यात्मिकता होची एक चारा गछ और धर्म होची तार चारिपटे दिया जाइथवा एक बाड़ बा गोटे फेंस जहाँ की विभिन्न रिचुअल्स बा कर्मकांड मध्य दे सुरक्षित होइकी रहिथाय। ए जो उपलब्धिटी सुरक्षित होई रहिथाय एठी भगवत आस्पृहा रूपक चारा गछटी किंतु सुखी जाउची कि मरी जाउची और सुदृढ़ बाड़टी जहाँ की विभिन्न कर्मकांड बा रिचुअल्स मध्य दे सेटा आहुरी स्ट्रंग हेकी रही। तेणु धर्मर मूलटा जो कहा जाउची आध्यात्मिकता ताहा धीरे धीरे लोप पाई जाउची। एई प्रसंग रे श्री मनोज दासकर एक गल्प मने पड़े। गोटे आश्रम रे जणे गुरु थिले और तांकर अनेक शिष्य थिले। से आश्रम रे गुरुंकर एक प्रिय बिराड़ी पोषा मानी रही थाए। संध्यारे जितेबेले गुरु शिष्य मानक सह समवेत ध्यान करती बिराड़ीटी को कोल उपरे बसाई ध्यानस्थ थांती। अनेक वर्ष परे
ଗୁରୁଙ୍କର ଦେହାନ୍ତ ହୋଇଛି ଓ ବିରାଡ଼ିର ମଧ୍ୟ ଦେହାନ୍ତ ହୋଇଯାଇଛି। ଆଶ୍ରମର ଜଣେ ପ୍ରମୁଖ ଶିଷ୍ୟ ଗୁରୁ ପଦବୀରେ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଯେତେବେଳେ ପ୍ରଥମ କରି ସେ ସମବେତ ଧ୍ୟାନକୁ ଯିବେ ସେତେବେଳେ ଖୋଜା ପଡ଼ିଛି ଏକ ବିରାଡ଼ି। କାହିଁକି ନା ଗୁରୁ ଯେତେବେଳେ ଧ୍ୟାନସ୍ଥ ରହୁଥିଲେ ସେତେବେଳେ ହିଁ ତାଙ୍କ କୋଳରେ ତାଙ୍କର ପୋଷା ବିରାଡ଼ିଟା ଶୋଇକି ରହୁଥିଲା। ତେଣୁ ଏଇ ଶିଷ୍ୟଙ୍କର ତ ବିରାଡ଼ି ନଥିଲା, ତେଣୁ ଗୋଟେ ଖୋଜାଗଲା ଗୋଟେ ବିରାଡ଼ି ଏବଂ ଯେତେବେଳେ ସେଇ ଅମାନିଆ ବିରାଡ଼ିଟିକୁ ଅଣାଗଲା, ଯେତେବେଳେ ତାକୁ ଆୟତ୍ତ କରାଗଲାନି, ତାକୁ ନିଶା ସେବନ କରି ଗୁରୁଙ୍କ କୋଳରେ ସ୍ଥାପିତ କରାଗଲା ଏବଂ ଗୁରୁ ଧ୍ୟାନ କଲେ। ଧୀରେ ଧୀରେ ଏଇ କୋଳରେ ବିରାଡ଼ି ରଖିକି ଧ୍ୟାନ କରିବାଟାକୁ ଏକ କର୍ମକାଣ୍ଡ ବା ଗୋଟେ ରିଚୁଆଲ୍ସ ହିସାବରେ ନିଆଗଲା ଏବଂ ଏକ ପରମ୍ପରାରେ ପରିଣତ ହେଇଗଲା। ପରେ ପରେ ଏଇ ପ୍ରକ୍ରିୟାଟି ପ୍ରସାର ଲାଭ କରିକି ନୂତନ ଆଗନ୍ତୁକ ମାନେ ଯେଉଁମାନେ ଆଶ୍ରମକୁ ଧ୍ୟାନ ପାଇଁ ଆସୁଥିଲେ ସେମାନଙ୍କୁ ନିଶା ସେବନ କରାଯାଇଥିବା ବିରାଡ଼ି ବିକ୍ରୟ କରାଗଲା। ଏହିପରି ଭାବରେ ସେଇ ଯେଉଁ ପ୍ରକ୍ରିୟା ଗୁରୁ କୋଳରେ ବିରାଡ଼ି ରଖି ଧ୍ୟାନ କରୁଥିଲେ ସେଇ ପ୍ରକ୍ରିୟାଟି ଧୀରେ ଧୀରେ ପରମ୍ପରାରେ ପରିଣତ ହେଇଗଲା। ତେଣୁ ଏହିପରି ଭାବରେ ହିଁ ଆମର ଯେଉଁ ଭଗବତ ଉପଲବ୍ଧି ବା ଆଧ୍ୟାତ୍ମିକତା ଗୋଟେ ଧୀରେ ଧୀରେ ଧର୍ମର ବିକୃତତା ଆଡ଼କୁ ବଢ଼ି ଚାଲିଛି। ତେଣୁ ସତ୍ୟତାକୁ ଉପଲବ୍ଧି ନ କରି ଅନ୍ଧ ଭାବରେ ଯଦି କର୍ମକାଣ୍ଡରେ କୌଣସି ବ୍ୟାପୃତ ରହିବା ହିଁ ହେଉଛି ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ, କଳହ ଏବଂ ବିଭିନ୍ନ ମତଭେଦକୁ ଜନ୍ମ ଦେଇଥାଏ। ଯେଉଁଦିନ ମୂଳ ସତ୍ୟ ସହିତ ଏକୀଭୂତ ହୋଇପାରିବା ସେହିଦିନ ଏହି ସମସ୍ୟାର ହିଁ ସମାଧାନ ହେଇପାରିବ। ଭବିଷ୍ୟତରେ ଏକତା ପ୍ରତିଷ୍ଠିତ ହେଇପାରିବ। ଏହି ଭାରତ ବର୍ଷର ଯେଉଁ ଏକତା କଥା ଶ୍ରୀ ଅରବିନ୍ଦ କହିଛନ୍ତି ଏହା ଭବିଷ୍ୟତରେ ନିଶ୍ଚିତ ରୂପେ ପ୍ରତିଷ୍ଠିତ ହେବ। ମା ମଧ୍ୟ ଏକଥା କହିଛନ୍ତି, ଇଣ୍ଡିଆ ମଷ୍ଟ ବି ୟୁନାଇଟେଡ୍। 1968 ମସିହାରେ ମା କହିଲେ କେବଳ ଭାରତ ବର୍ଷର ଆତ୍ମା ହିଁ ଭାରତକୁ ଏକତାବଦ୍ଧ କରିପାରିବ। ବାହାରକୁ ଦେଖିବା ପାଇଁ ଭାରତ ବର୍ଷର ପ୍ରଦେଶ ଗୁଡ଼ିକ ସ୍ୱଭାବ, ପ୍ରବୃତ୍ତି, ସଂସ୍କୃତି ତଥା ଭାଷାର କ୍ଷେତ୍ରରେ ପରସ୍ପର ଠାରୁ ଅତ୍ୟନ୍ତ ଭିନ୍ନ ଏବଂ ସେଗୁଡ଼ିକୁ କୌଣସି କୃତ୍ରିମ ଉପାୟରେ ଏକାଠି କରି ବାନ୍ଧିବାକୁ ବାହାରିଲେ ତାହା କେବଳ ଅନର୍ଥକାରୀ ପରିଣାମ ମାନ ହିଁ ଘଟିବ। ଭାରତ ବର୍ଷର ପ୍ରତ୍ୟେକ ପ୍ରଦେଶ ତାର ଭିନ୍ନ ଭିନ୍ନ ସଂସ୍କୃତି ପରମ୍ପରା ସବୁ ବଜାୟ ରଖିଛି। ସେଇ ବାହ୍ୟତଃ ଯଦି ଆମେ ତାକୁ ବାନ୍ଧିବା ପାଇଁ ଚେଷ୍ଟା କରିବା ତାହେଲେ ସେଇଟା ଗୋଟେ ବିରାଟ ଅନର୍ଥକାରୀ ପରିଣାମ ଘଟିବ ବୋଲି ମା କହିଛନ୍ତି। ମାତ୍ର ସେଇଠି ପୁଣି କହିଲେ ମାତ୍ର ଭାରତ ବର୍ଷର ଆତ୍ମା ଗୋଟିଏ ଆଧ୍ୟାତ୍ମିକ ସତ୍ୟ ଲାଗି ତାହାର ଅଭିପ୍ସା ତୀବ୍ର ହୋଇ ରହିଛି। ସମଗ୍ର ସୃଷ୍ଟିର ମୂଳଭୂତ ଏକତ୍ୱ ଏବଂ ଜୀବନର ଦିବ୍ୟ ପରମ ମୂଳ ବିଷୟରେ ତାହାର ଗଭୀର ଅଭିପ୍ସା ରହିଛି ଏବଂ ଏହି ଅଭିପ୍ସାରେ ହିଁ ପରସ୍ପର ସହିତ ମିଳିତ ହୋଇ ଏହି ଦେଶ ଏପରି ଏକ ଏକତ୍ୱର ପୁନରୁପଲବ୍ଧି କରିପାରିବ ଯାହାକି ଉଚ୍ଚତର ମାନସ କ୍ଷେତ୍ରରେ ଅବିଚ୍ଛିନ୍ନ ଭାବରେ ଚିରଦିନ ରହିଆସିଛି। ତେଣୁ ସେହି ଆସ୍ପୃହା କ୍ଷେତ୍ରରେ ହିଁ ଭାରତ ଏକ ହୋଇପାରିବ। ବିଭିନ୍ନ ପ୍ରଦେଶ ମାନଙ୍କରେ ଯେଉଁ ପରମ୍ପରା ଅଛି ସେଇଥିରେ ଏକ ହେଲେ ଏହି ଭାରତ ଏକ ହେଇଯିବ ଏମିତି ନୁହଁ। ତାର ଯେଉଁ ମୂଳ ଆସ୍ପୃହା ରହିଛି ଭାରତର ଏଇ ଯେଉଁ ଆତ୍ମାର ଏକ ଅଭିପ୍ସା ରହିଛି ସେଇଥିରେ ଯଦି ଆମେ ଏକ ହେଇପାରିବା ସେଇ ଅଭିପ୍ସାରେ ତାହେଲେ ହିଁ ସେଇ ଏକତ୍ୱ ଲାଭ କରିପାରିବା। 1970 ମସିହାରେ ପୁଣି ମା କହିଲେ ଇଣ୍ଡିଆ ମଷ୍ଟ ଫାଇଣ୍ଡ ବ୍ୟାକ୍ ଆଣ୍ଡ ମ୍ୟାନିଫେଷ୍ଟ ଆର ସୋଲ୍। ଭାରତ ବର୍ଷକୁ ତାର ଆତ୍ମାକୁ ଫେରି ପାଇବାକୁ ହେବ, ତାହାକୁ ଅଭିବ୍ୟକ୍ତ କରି ଆଣିବାକୁ ହେବ। ଭାରତ ବର୍ଷକୁ ତାର ଆତ୍ମାକୁ ଫେରି ପାଇବାକୁ ହେବ। ମାଙ୍କୁ ପ୍ରଶ୍ନ ପଚରାଗଲା ଭାରତ ବର୍ଷର ଆତ୍ମାକୁ କିପରି ଫେରି ପାଇବାକୁ ହେବ? ମାଙ୍କୁ ପ୍ରଶ୍ନ ପଚରାଗଲା ଭାରତ ବର୍ଷ ତାର ଆତ୍ମାକୁ କିପରି ଫେରି ପାଇବ? ମା ଉତ୍ତରେ କହିଲେ ସେଥିଲାଗି ତୁମେ ଆପଣାର ଚୈତ୍ୟ ସତ୍ତା ବିଷୟରେ ସଚେତନ ହୁଅ। ଏଠି ମା କହିଲେ ଆମମାନଙ୍କର ଯଥାର୍ଥ କର୍ତ୍ତବ୍ୟ ବିଷୟରେ, ସେଇଥିଲାଗି ତୁମେ ଆପଣାର ଚୈତ୍ୟ ସତ୍ତା ବିଷୟରେ ସଚେତନ ହୁଅ। ତୁମର ଚୈତ୍ୟ ସତ୍ତା ଭାରତ ବର୍ଷର ଆତ୍ମା ବିଷୟରେ ପ୍ରଗାଢ଼ ଭାବରେ ଆଗ୍ରହାନ୍ୱିତ ହେଉ ଏବଂ ତାହାରି ଉଦ୍ଦେଶ୍ୟରେ ହିଁ ଅଭିପ୍ସା କରୁ। ଅର୍ଥାତ୍ ସେଇ ଚୈତ୍ୟ ସତ୍ତା ଭାରତ ବର୍ଷର ଆତ୍ମା ଉପରେ ଆଗ୍ରହ ପ୍ରକାଶ କରିବ ଏବଂ ତାଙ୍କରି ଉପରେ ସେ ଅଭିପ୍ସା କରିବ। ତାପରେ ଯାଇ ସେ ଭାରତ ବର୍ଷର ଆତ୍ମାକୁ ଫେରି ପାଇବ ଏବଂ ସର୍ବଦା ଏକ ସେବାର ଦୃଷ୍ଟିକୋଣ ରହିଥାଉ ଏବଂ ଯଦି ତୁମର ଯଥାର୍ଥ ନିଷ୍ଠା ରହିଥାଏ ତେବେ ତୁମେ ନିଶ୍ଚୟ ସଫଳତା ଲାଭ କରିବ। ଏଠି କ୍ୱେଶ୍ଚିନ୍ ଅଫ୍ ସିନସିୟରିଟି କଥା ମା କହିଲେ। ଯଥାର୍ଥ ନିଷ୍ଠା ଯଦି ରହିଥିବ ତେବେ ତୁମେ ନିଶ୍ଚୟ ସଫଳତା ଲାଭ କରିପାରିବ।
ଏଇଠି ଆସିଲା ଭାରତ ମାତାର ସନ୍ତାନ ମାନଙ୍କର ଯଥାର୍ଥ କର୍ତ୍ତବ୍ୟ। ଆମ ମାନଙ୍କର ଯଥାର୍ଥ କର୍ତ୍ତବ୍ୟ ଏଇଠି ମା ସୂଚାଇ ଦେଇଛନ୍ତି, ତଥା ଜୀବନର ଯଥାର୍ଥ ଲକ୍ଷ୍ୟ କଣ ତାହା ମଧ୍ୟ ମା ସୂଚାଇ ଦେଇଛନ୍ତି। ଚୈତ୍ୟ ପୁରୁଷଙ୍କର ତଥା ଆତ୍ମାର ଉପଲବ୍ଧି ହିଁ ଆମ ଜୀବନର ଯଥାର୍ଥ ଲକ୍ଷ୍ୟ। ଅତୀତରେ ମଧ୍ୟ ଆତ୍ମ ଉପଲବ୍ଧି କଥା କୁହାଯାଉଥିଲା। ପୂର୍ବରୁ ଯୋଗୀ ଋଷି ମାନେ ଏଇ ଆତ୍ମ ଉପଲବ୍ଧି କଥା କହି ଯାଇଛନ୍ତି ଜୀବନର ଲକ୍ଷ୍ୟ ବୋଲିକି, କିନ୍ତୁ ଲକ୍ଷ୍ୟ ଅଲଗା ଥିଲା। ଲକ୍ଷ୍ୟ କଣ ଭିନ୍ନ ଥିଲା? ତାହା ଥିଲା ମୁକ୍ତି ଓ ନିର୍ବାଣ ପାଇଁ। ବ୍ୟକ୍ତି ଜନ୍ମ ହେଲା ମାତ୍ରକେ ଏ ସଂସାରକୁ ତ୍ୟାଗ କରି ଭଗବାନଙ୍କ ସହିତ ଲୀନ ହେଇଯିବ, ଏଇଟା ଥିଲା ପୂର୍ବରୁ ଲକ୍ଷ୍ୟ। କିନ୍ତୁ ବର୍ତ୍ତମାନ ମା ଶ୍ରୀ ଅରବିନ୍ଦ କହିଲେ ଏଇ ଆତ୍ମ ଉପଲବ୍ଧି ଦରକାର, କିନ୍ତୁ ଲକ୍ଷ୍ୟ ହବ ରୂପାନ୍ତର ପାଇଁ, ଦିବ୍ୟ ଜୀବନ ପାଇଁ, ଭଗବାନଙ୍କୁ ଏଇ ମର୍ତ୍ତ୍ୟରେ ପ୍ରକାଶ କରିବା ପାଇଁ, ତାଙ୍କୁ ସେବା କରିବା ପାଇଁ। ଏହିପରି ଭାବରେ ହିଁ ଆମେ ଭାରତ ମାତାର ପ୍ରକୃତ ସେବା କରିପାରିବା। ଶ୍ରୀ ଅରବିନ୍ଦ ତାଙ୍କର ଥଟ୍ସ ଆଣ୍ଡ ଏଫୋରିଜମ୍ସ, এই ଥଟ୍ସ ଆଣ୍ଡ ଏଫୋରିଜମ୍ସ ର 129 ନମ୍ବର ଥଟ୍ସ ଆଣ୍ଡ ଏଫୋରିଜମ୍ସ ରେ କହିଛନ୍ତି କିଭଳି ଭାବରେ ଆମେ ଓ ସନ୍ ଅଫ୍ ଇମୋର୍ଟାଲିଟି live not the according to nature but according to God, and compel her also to live according to the deity within thee. हे अमृत संतान, तुम्हें प्रकृति को अनुसरण करी जीवन यापन करना, भगवान को अनुसार जीवन यापन कर एवं प्रकृति को तुम अंतर रे थिबा भगवान को अनुसरण करने को बाध्य कर। इठी प्रभु कहीदेले जे प्रकृति को अनुसरण कर जीवन यापन करना। प्रकृति हूँ बाह्य प्रकृति, नेचर इज द स्लेव ऑफ द डिवाइन मदर बोली कह जाइछि। प्रकृति हूँ भगवान ही एक प्रकाश, किंतु से भगवान सेवा करे, गोटे बाह्य स्तर रही सेवा करे, किंतु भगवान डायरेक्ट तांकर जो सीधा सड़क उपस्थिति रही आम मानकर अंतर रे, एवं एठी कहा जाइछि अंतर रे थिबा भगवान को अनुसरण करने को बाध्य कर एवं प्रकृति को मध्य बाह्य प्रकृति को तुम अंतर रे थिबा भगवान को अनुसरण करने पई बाध्य कर। तेणु भगवान रही अंतर रे एवं बाहर रही आमर प्रकृति। तेणु से बाह्य प्रकृति को अनुसरण न करी अंतर रे थिबा भगवान को हमको अनुसरण करने को पड़िबो, एवं ताहा ही होछि यथार्थ चैत्य पुरुषंकर उपलब्धि दिगरे यात्रा। द्वितीय स्वप्नटी होछि एशियार पुनरुत्थान और मुक्ति। एथिरे मध्य भारतर बहुत गुरुत्वपूर्ण भूमिका रही। तृतीय स्वप्नटी है एक विश्व संघर प्रतिष्ठा। यह समग्र मानव जाति पाई एक अधिक सुंदरतर, उज्जवलतर और महत्तर जीवन बाह्य भित्ति गठन करिवो। एठारे मध्य भारतर एक प्रधान भूमिका नेबाको आरंभ करिछि। चतुर्थ स्वप्नटी है पृथ्वी को भारतर आध्यात्मिक अवदान। भारतर आध्यात्मिकता यूरोप और अमेरिका मध्य को क्रमशः अधिक भाव में प्रवेश करुछि। ए जुगर विपर्यय मध्य समग्र विश्व भारत आड़ को तार आशार दृष्टि नहीं चाहि रही। केवल शिक्षा नुहे, अंतरात्मा और आध्यात्मिक साधनार आश्रय खोजुछि मध्य। एवं श्री अरविंद तांकर शेष स्वप्न बा पंचम स्वप्नटी विषय कहते विवर्तन रे एक अग्रगामी पदक्षेप नेब, जहाँकि मनुष्य को एक उच्चतर और विशालतर चेतना मध्य को उन्नीत करिवो एवं व्यक्तिगत पूर्णता और सामाजिक पूर्णता हासिल करी मनीष अति मानव रे रूपांतरित हेबो। मनीष विवर्तन रे जो धीरे धीरे आगे चलछि ताहा अति शीघ्र से आगे जाई एक मनोमय मनीष रु आध्यात्मिक मनीष एवं धीरे धीरे से एक अति मानव रूपांतरित हेबो। यह ही होछि श्री अरविंदर शेष स्वप्न एवं यह अतिमानस शक्तिर क्रिया द्वारा यह क्रियान्वित होछि। तेणु भारतर भविष्य को श्री अरविंद द्रष्टा भाव में देखि सारी स्वप्न भाव में प्रकाश करिसेंती, जहाँकि आमे आलोचना कले पांचटी स्वप्न माध्यम रे। यह ही होछि भारतर भविष्य, जोटा को एक कार्य भाव में देव कार्य भाव में नहीं आमको से कार्य रे योगदान करी एवं जीवन को नियोजित करबा होछि निश्चित रूपे दिव्य कृपा लाभ करिवार सुनिश्चय बाट। तेणु ये जो श्री अरविंदर जो भविष्यत भारतर जो पांचटी स्वप्न दर्शन
ତାହା ଶିକ୍ଷିତ ସମାଜ ଗୋଷ୍ଠୀରେ ଏବଂ ଯୁବ ଗୋଷ୍ଠୀରେ ପହଞ୍ଚାଇବା ଆମମାନଙ୍କର ନିଶ୍ଚିତ ରୂପରେ ଲକ୍ଷ୍ୟ ରହିବା ଉଚିତ ଏବଂ ଧୀରେ ଧୀରେ ଯେତେବେଳେ ଶିକ୍ଷିତ ସମାଜ ଛାତ୍ର ସମାଜ ଯେତେବେଳେ ଆୱାର ହେବେ ଏହି ବିଷୟରେ ସେତେବେଳେ ନିଶ୍ଚିତ ଭାବରେ ତାଙ୍କ ନିଜ ଜୀବନକୁ ନିୟୋଜିତ କରିବେ ଏବଂ ଏହି ଭାରତ ବର୍ଷ ଶ୍ରୀ ଅରବିନ୍ଦଙ୍କ ଭାରତ ଉପରେ ଯେଉଁ ସ୍ୱପ୍ନ ତାକୁ ସାକାର କରିବାରେ ସହାୟକ ହୋଇପାରିବେ। ଶେଷରେ ମାଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛି ଏବଂ ସମସ୍ତଙ୍କୁ ଧନ୍ୟବାଦ କରୁଛି। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଏହି ପାଠ୍ୟଚକ୍ରକୁ ସମାପ୍ତ କରିବା। ମା 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 Ma 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 ma